ପିଲାମାନେ ଯେତେବେଳେ ବଡ଼ ହେଇଯାଆନ୍ତି ବା ଭଲ ମନ୍ଦ କ'ଣ ସେ ନିଜେ ଜାଣିପାରନ୍ତି, ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ସେ ନିଜ ନିଷ୍ପତ୍ତିଟା ନିଜେ ନେଇପାରନ୍ତି। ସୁଚାରୁ ରୂପେ ତୁଲେଇ ପାରନ୍ତୁ କି ନ ପାରନ୍ତୁ, କିନ୍ତୁ ନିଜ ନିଷ୍ପତ୍ତିଟା ନିଜେ ନେବା ପାଇଁ ପୁରା ଆଗଭର। ସେଠି ସେ ଗାର୍ଡ଼ିଆନମାନଙ୍କୁ ବି ପଚାରି ବୁଝନ୍ତିନି ଏଇଟା ଭଲ ହେବ କି ଭୁଲ ହେବ। ଗୋଟେ ଜାଣିବାର କଥା ଯେ ପ୍ରକୃତରେ ଯେତେବେଳେ ପିଲା ବଡ଼ ହେଇଯାଏ, ବାପ ମାଙ୍କ କଥା ଭୁଲ ହେଇଯାଏ ନା ସେ ବାପ ମାଙ୍କ କଥାକୁ ମାନିବାକୁ ରାଜି ହୁଅନ୍ତିନି, ନା ବାପ ମାଙ୍କ କଥା ପ୍ରତି ତାଙ୍କର ଗୁରୁତ୍ୱ ନଥାଏ ଯେତିକି ସେ ଛୋଟବେଳେ ଦେଇଥାନ୍ତି। କାରଣ ଯେତେବେଳେ ସିଏ ଦୁନିଆକୁ ଦେଖିନଥାନ୍ତି, ସେ ସେତେବେଳେ ତାଙ୍କ ଦୁନିଆ ଭାବନ୍ତି କେବଳ ବାପା ଆଉ ମା ବା ତାଙ୍କ ପରିବାରରେ ଯେଉଁ ସଦସ୍ୟମାନେ ଥାଆନ୍ତି। ଯେତେବେଳେ ସେ ଦୁନିଆକୁ ଦେଖିଦେଲେ ନା, ସେତେବେଳେ ଭାବନ୍ତି ଆମଠୁ ଜ୍ଞାନୀ ଆଉ କେହି ନାହାନ୍ତି, ଆମେ ଯାହା କରୁଛୁ ଠିକ୍ ଆଉ ଯାହା କହୁଛୁ ବି ଠିକ୍। ଏଇଟା କେତେ ମାତ୍ରାରେ ଠିକ୍? କାରଣ ସିଏ ଆମଠୁ ବେଶୀ ଦୁନିଆ ଦେଖିଥାନ୍ତି, ଆମଠୁ ବେଶୀ କଷ୍ଟ ସହିଥାନ୍ତି। ଯଦି ତାଙ୍କ କଥା ଭୁଲ ହେଇପାରୁଛି, ଯିଏ ଏତେ କଷ୍ଟ ସହିଛି, ବେଶୀ ଦେଖିଛି, ବେଶୀ ଜାଣିଛି, ତା କଥାଟି ଭୁଲ, କିନ୍ତୁ ଆମେ କିଛି ସମୟ ଆଗରୁ କିଛି ଜିନିଷ ଜାଣିଛେ, ସେଟା କେମିତି ଠିକ୍ ହେଇପାରୁଛି? ଏଇଟା ପିଲାମାନଙ୍କ ଉପରେ କେତେ ପ୍ରଭାବ ପକାଇବ ମୁଁ ଜାଣିନି, କିନ୍ତୁ ଗୋଟେ କଥା କହିବାର ଅଛି ଏଇଠି ଯେ ଯଦି କୌଣସି ପିଲା ଆପଣଙ୍କ କଥାକୁ ଗୁରୁତ୍ୱ ଦେଉନି, ସେ କ୍ଷେତ୍ରରେ ବାପା ମା ମାନେ ଚୁପ୍ ହେଇଯିବା ଆବଶ୍ୟକ। କାରଣ ପରିବାରରେ ଶାନ୍ତି ଯଦି ରହିବାକୁ ଚାହିଁବ, ତାହେଲେ କାହାକୁ ଜଣକୁ କମ୍ପ୍ରମାଇଜ୍ କରିବାକୁ ପଡ଼ିବ। ଯଦି ପିଲା ତାର ବୟସ ହଉ କି ତାର ନ ମାନିବାର ଗୁଣଟା ଟିକେ ଅଧିକା ହେଇଯାଇଥାଉ, ସେଥିପାଇଁ ସେ ଆପଣଙ୍କୁ ଖାତିର କରୁନି, ତାହେଲେ ଆପଣ ବି ନୀରବ ରହିଯିବା ଉଚିତ। କାରଣ ଆପଣ ନୀରବ ରହିଗଲେ ଯେତେବେଳେ ସିଏ ନିଜେ କ୍ଷତି ସହିବ, ଆପଣଙ୍କ ଆଗରେ ଆସି କହିବ ଯେ ମୁଁ ଏଇ ଅସୁବିଧାରେ ପଡ଼ିଲି, ତାପରେ ଯାଇ ଆପଣ ତାକୁ କହିପାରିବେ ଯେ ଏଇ କଷ୍ଟ ଗୁଡ଼ାକ ଆମେ ପାଇଥିଲୁ, ତମେ ପାଇବ ନାହିଁ ବୋଲି ଆମେ ଆଗରୁ ସତର୍କ କରିଥିଲୁ। ଏଇନେ ତୁମେ ଯେତେବେଳେ ପାଇଲ, ଏବେ ତୁମେ ସତର୍କ ହୁଅ, କିନ୍ତୁ ତୁମ ପିଲାମାନେ ତୁମ କଥା ମାନିବେନି। କାରଣ ସିଏ ବି ଚାହିଁବେ ଯେ ଆମେ କିଛି ଅନୁଭବ କଲା ପରେ ଶିଖିବୁ, ଆମେ କାହା କଥା ଶୁଣିକି କିଛି ଶିଖିବୁନି। ଏ କଥାଟା ଯଦି ଠିକ୍ ଲାଗୁଛି ତାହେଲେ ଦେଖନ୍ତୁ, ନାହିଁ ତ ସ୍କିପ୍ କରିକି ଆଗକୁ ପଳାନ୍ତୁ।